ଜୟ ଜଗନ୍ନାଥ। ପିଲେ ଆଜି ଆମେ ସାହିତ୍ୟର ସପ୍ତମ ସେଟ୍ ଆଲୋଚନା କରିବା। 6ଟି ସେଟ୍ ଆଲୋଚନା ହେଇଯାଇଛି ହେଲା। ସେ 6ଟି ଯାକ ସେଟ୍ ଦେଖିବ ଭଲ ଭାବରେ, ବହୁତ କଥା ବି ସେଥିରେ କୁହାହେଇଛି ହେଲା। ଯାହା ନୂଆ କଥା ପଡ଼ିବ କହିବି, କିନ୍ତୁ ପୁରୁଣା କଥାଟା କୁହାଯାଇଛି ସେଥିରେ, ଦେଖିବ ଭଲ ଭାବରେ। 1 ନମ୍ବର ପ୍ରଶ୍ନ, କିଏ ପୃଥିବୀରୁ ବିଦାୟ ନେଲା ବେଳକୁ ନରେନ୍ ଥିଲେ 22 ବର୍ଷର ସଂସାର ଅନଭିଜ୍ଞ ଯୁବକ? ଅପସନ୍ ଡି ଶ୍ରୀରାମକୃଷ୍ଣ। 2, ଦକ୍ଷିଣରେ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ବିବେକାନନ୍ଦ କେଉଁ ସ୍ଥାନରେ ପହଞ୍ଚିଥିଲେ? ରାମେଶ୍ୱର ଠାରେ ପହଞ୍ଚିଥିଲେ, ଅପସନ୍ ବି। 3, ଆଦିବାସୀ ଜୀବନଧାରାକୁ ନେଇ ଓଡ଼ିଆ ସାହିତ୍ୟରେ ପ୍ରଥମେ ରଚିତ ଉପନ୍ୟାସ ହେଲା ଭୀମ ଭୂୟାଁ। ଆଦିବାସୀ ଜୀବନଧାରାକୁ ନେଇ ଭୀମ ଭୂୟାଁ। ତାପରେ କ୍ୱେଶ୍ଚିନ୍ ନମ୍ବର 4 ପିଲେ ଦେଖ, ଲାବଣ୍ୟବତୀ, ବିଦଗ୍ଧ ଚିନ୍ତାମଣି, ରସକଲ୍ଲୋଳ ଆଦି ନାନା ଗ୍ରନ୍ଥର ସମ୍ପାଦନା ଓ ମୁଖବନ୍ଧ କାହାର ପାଣ୍ଡିତ୍ୟର ପରିଚୟ ଦେଏ? ଆର୍ତ୍ତବଲ୍ଲଭ ମହାନ୍ତି ହେଲା। 5, ସମସ୍ତ ଶିକ୍ଷିତ କଣ ସହିବାକୁ ଅକ୍ଷମ ନୁହନ୍ତି, କିନ୍ତୁ ସମସ୍ତ ଶିକ୍ଷିତ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ହେଲା। କଣ ନା କାୟ କ୍ଲେଶ, ଅପସନ୍ ବି। କ୍ଲିୟର। ତାପରେ 6 ନମ୍ବର, କାହାର ଅମର ଗାଥାରୁ ବହୁ କଥା ଶିଖିବାର ଅଛି? କୃଷ୍ଣ, ଅପସନ୍ ସି। ତାପରେ 7, କିଏ ଭାଗବତ ବାବୁଙ୍କର ଦୂର ସମ୍ପର୍କୀୟ ଥିଲେ? ଅପସନ୍ ବି, ଉମାଚରଣ ଦାସ ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 8 ହେଲା, କେଉଁ ବିଷୟ ଆଶାତୀତ ଭାବରେ ଆମମାନଙ୍କୁ ସଭ୍ୟତା ଅନ୍ୱେଷଣର ବାଟ ଦେଖାଇ ଆସିଛି? କି ସେ ବିଜ୍ଞାନ, ଅପସନ୍ ଏ। କ୍ୱେଶ୍ଚିନ୍ ନମ୍ବର 9, ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧଟି ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ଆନିତ? ଅପସନ୍ ବି, ଓଡ଼ିଆ କେବେ। ତାପରେ 10 ନମ୍ବର ଦେଖ, 1963 ଜୁନରେ କଟକର ଗୋଟିଏ ସଭାରେ କିଏ ସ୍ୱୀକାର କରି ଯାଇଛନ୍ତି ଯେ କାହିଁକି ସେ ଓଡ଼ିଆ ଛାଡ଼ି ବଙ୍ଗଳାରେ ଲେଖିଲେ? ସେ ହେଲେ ଅପସନ୍ ଏ, ଅନ୍ନଦାଶଙ୍କର ରାୟ। 11 ନମ୍ବର ପ୍ରଶ୍ନ, କିଏ ଭାଟ ହୋଇ ସ୍ତବ ପାଠ ଆରମ୍ଭ କଲା? କୁମ୍ଭାଟ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ, ଡି, ଅପସନ୍ ଡି ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 12, ଜାଗବନ୍ଧନରା କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାୟନ କରାଯାଇଥିଲା? ଅପସନ୍ ସି, ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ। ତାପରେ ଦେଖ, ସନ୍ଧାନ ପଥରେ କ୍ୱେଶ୍ଚିନ୍ ନମ୍ବର 13, ସନ୍ଧାନ ପଥରେ ଗତି କଲାବେଳେ କଣ ସମ୍ମୁଖରେ କୁହେଳି ରଚନା କରେ? ଅପସନ୍ ଏ, ମୋହ ମମତାର ନୀର। ତାପରେ ଦେଖ, କାହାର ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବର ଆତ୍ମଗମନ କରିଥିଲେ? କାହାର ଉପଦେଶରେ? ଦୁର୍ବାସା, 14 ନମ୍ବର ସି ହେଲା। 15, ନିଜେ ଦୁଃଖ ସହି କାହା ପାଇଁ ଦିନ ରାତି ଲାଗି ପଡେ ବୋଲି କବି କହିଛନ୍ତି? ଜଗତ ପାଇଁ ଲାଗି ପଡିବାକୁ। ତାପରେ ଦେଖ 16 ନମ୍ବର ଦେଖ, ଉତ୍କଳ ଜନନୀଙ୍କୁ ଚାରୁ ଭାଷମୟୀ ବୋଲି କାହିଁ କୁହାଯାଇଛି? ନା ଅପସନ୍ ବି, ତାଙ୍କ ଭାଷା ସୁନ୍ଦର ହେଲା। 17 ନମ୍ବର ଦେଖ, ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରେ ଦେବରୂପ ବୋଲି କାହାକୁ? ଦେବରୂପ କିଏ? ସେ ରାବଣ। ଦେବରୂପ ରାବଣ କିଏ କହିଥିଲେ? ଯାଇକିରି ସୁଖସାନ କହିଲେ, ଶୁଣ ଦେବରୂପ, ଦେବ ବୋଲେ ଦେବତା, ରିପୁ ବୋଲେ ଅସୁର, ରିପୁ ବୋଲେ ଶତ୍ରୁ, ଦେବ ବୋଲେ ଦେବତା, ଦେବତା ମାନଙ୍କର ଶତ୍ରୁ କିଏ? ସେ ଅସୁର ରାବଣ ଥିଲା। ତାପରେ ହେଲା ସଙ୍ଗୀତ ଆବେଶରେ 18 ନମ୍ବର, ସଙ୍ଗୀତ ଆବେଶରେ ମନ ନାନା ରୂପରେ କେଉଁଠାରେ ବିଚରଣ କରେ? ଅତୀନ୍ଦ୍ରିୟ ଦେଶରେ, ଅପସନ୍ ସି। 19, କେଉଁଠାରେ ଜ୍ୟୋତ୍ସ୍ନା ଜଗଜଗ ହୋଇ ପ୍ରତିଫଳିତ ହୋଇଛି? କୋଉଠାରେ ହେଇଛି? ମସୃଣ ଆଉ ଉପଳେ, ଉପଳ ପଥର, ଟିକି ପଥର ଖଣ୍ଡ, ବାଲିଗରଡା, ମସୃଣ ଉପଳେ, ମସୃଣ ଚିକଣ, ଏଇଥିରେ ଜ୍ୟୋତ୍ସ୍ନା ଜଗଜଗ ହୋଇ ପ୍ରତିଫଳିତ ହୋଇଥାଏ। ତାପରେ ଦେଖ 20 ନମ୍ବର, ବାଲ୍ମୀକି ଆଶ୍ରମରେ ପ୍ରବାହିତ କ୍ଷୁଦ୍ର ନଦୀ କିଏ? ସେ ତମସା।
ହେଲା। କାଠୁରିଆ କାହିଁକି ଲେଖକଙ୍କୁ ଲାଲ ଆଖିରେ ଚାହିଁଲେ? ନା ଲେଖକ ତାଙ୍କୁ ଅବିଶ୍ୱାସୀ କହିଲେ। ହେଲା 21 ନମ୍ବର ଡି। ମହାପାତ୍ରଙ୍କ ସ୍ତ୍ରୀଙ୍କ ନାଁ କଣ? ପୂରବୀ। ଅପସନ ଏ। କିଏ ସୂର୍ଯ୍ୟ ପୂଜା କରି ଦୁରାରୋଗ୍ୟ କୋଷ୍ଠ ରୋଗରୁ ମୁକ୍ତ ହେଇଥିଲେ? ଶାମ୍ବ। କୃଷ୍ଣଙ୍କ ପୁଅ ଶାମ୍ବ। ସକାଳୁ କେଉଁ ଦେବଙ୍କୁ ସ୍ମରଣ କରିଛୁ ବୋଲି ଧର୍ମା ମାକୁ କହିଥିଲା? ମଙ୍ଗଳା ଦେବୀଙ୍କୁ। ହେଲା। କେଉଁ ପୁସ୍ତକ ପାଇଁ ମନୋରଞ୍ଜନ ଦାସ ଓଡିଆ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହେଇଥିଲେ? ଅରଣ୍ୟ ଫସଲ। ହେଲା। ଅପସନ ଡି। ତା ଦେଖ 26 ନମ୍ବର ପ୍ରଶ୍ନ। ଲେଖକ କାଠୁରିଆକୁ ଟଙ୍କା ଦେବା ପାଇଁ କାହା ହାତରେ ପଠାଇଲେ? କାହା ହାତରେ ପଠାଇଥିଲେ? ଚୈତନ୍ୟ ହାତରେ। ଅପସନ ସି। କ୍ଲିୟର। ତାପରେ ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟ ଗବେଷଣା କାର୍ଯ୍ୟ ଯାଇଥିଲେ? ନାଳନ୍ଦା। ହେଲା। ରାଜ ପରିବାରରେ ଜନ୍ମ ହୋଇଛି ସତ, କିନ୍ତୁ ରାଜକାର୍ଯ୍ୟ ପରିଚାଳନା କରିବା ସମୟରେ ମୋର ଅଭିଜ୍ଞତା ନାହିଁ। ଏ କଥା କିଏ କହିଥିଲେ? ରାଜେଶ୍ୱରୀ କହିଥିଲେ। ହେଲା। ରାଜେଶ୍ୱରୀ। ତାପରେ 29 ମନ୍ଦିର ଚୌତରାର ଭିତର ପାକଣକୁ କେଉଁ ଗଛ ଛାଇରେ ମଧୁ ତିଆରି ଭାଗବତ ପଢୁଥିଲେ? ବଉଳ ଗଛ ଛାଇ। ହେଲା। ତାପରେ ଦେଖ 30 ନମ୍ବର। କେଉଁ ବଣ ଭିତରେ ଚକମକ ମାରୁଛି ସୂରଜମଲ ମାରବାଡି ଧଳା କୋଠାଟା? ନଡିଆ ବଣ ଭିତରେ। ହେଲା। ତାପରେ 31 କେଉଁ କେଉଁ ଶବ୍ଦରେ ଥିବା ସ ହୁଏ ନାହିଁ? ସର ଏଇ ସର ବୋଲେ ଦନ୍ତେଶ୍ୱର। ମୂର୍ଧନେଶ ହୁଏ ନାହିଁ। ଦନ୍ତେଶ୍ୱର ମୂର୍ଧନେଶ ହୁଏ ନାହିଁ। ଦେଶ ଯାଉ ବୈଦେଶିକ ବହନ କର। 32 ଦର୍ପଣ ଠାର ମଧ୍ୟରେ କେଉଁ ବର୍ଣ୍ଣ ବ୍ୟବଧାନ ଅଛି? ପ ବର୍ଣ୍ଣର ବ୍ୟବଧାନ ଅଛି। ସବୁ କଥାରୁ ଡ୍ୟାସ୍ ତାର ଗୋଟେ ମନ୍ଦବ୍ୟାସ। ସବୁ କଥାରୁ କ୍ଷୟ କାଢିବା ତାର ଗୋଟେ ମନ୍ଦବ୍ୟାସ। ହେଲା। ରାଗରେ 34 ରାଗରେ ଜର୍ଜରିତ ହେବା କଣ? ନା ରକ୍ତ ଜଳ ଚୋବେଇବା। ହେଲା। 35 ଅତି ଗର୍ଭଭାବ ପ୍ରଦର୍ଶନ କରିବା ଅର୍ଥ କଣ? ଧରାକୁ ସରାମଣିବା। ତାପରେ ଦେଖ ହେଲା। ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକ ଅର୍ଥ ବୋଧ ଅପେକ୍ଷା କଲେ ତାକୁ କହନ୍ତି? ଆକାଂକ୍ଷା କହନ୍ତି। ବାକ୍ୟର କେଉଁ ପଦକୁ ଆରମ୍ଭରେ ବା ଶେଷରେ ରଖାଯାଇ ପାରିବ? ସମ୍ବୋଧନ ପଦକୁ। ହେଲା। କ୍ରିୟାପଦ କୋଉଠି? ଶେଷରେ। କ୍ରିୟାପଦ ଶେଷରେ ବ୍ୟବହାର ହବ। କେଉଁଠି ବିବୃତି ସୂଚକ ବାକ୍ୟ? ଏଥିରୁ ବୋଲେ ଦେଖ ଘରଟାକୁ ସଫା କରିଦିଅ। ଏଇଟା କଣ? ଏଇଟା କି ବାକ୍ୟ ହବ? ଆଦେଶ। ଘରଟା ସଫା ଆଦେଶ ହେଲା। ଆଜି କେତେ ତାରିଖ? ପ୍ରଶ୍ନବାଚକ ବାକ୍ୟ। ସତରେ ତୁମେ ଆସିଛ? ବିସ୍ମୟ ସୂଚକ ବାକ୍ୟ ଏଇଟା। ଆରେ ସବୁ ଅଛି। ତାହେଲେ ଡି ଟି ହଉଛି ଉତ୍ତର। ଅପସନ ହେଲା ଆମର ଡି ହଉଛି କରେକ୍ଟ ଆନ୍ସର। ମାଙ୍କର ରନ୍ଧା ଚାଲିଛି ଏ କି ବାଚ୍ୟ ହବ? ଭାବବାଚ୍ୟ। କାହିଁକି? ଯୋଉଠି କ୍ରିୟାର ପ୍ରାଧାନ୍ୟ ରହିବ ସେଇଟା ହେଲା ଭାବବାଚ୍ୟ। ରନ୍ଧା ଚାଲିଛି ତେଣୁ ଏଇଟା ଭାବବାଚ୍ୟ ହେଲା। କ୍ଲିୟର। ମା ରାନ୍ଧୁଛନ୍ତି ତାହେଲେ ହେବ କର୍ତ୍ତୃବାଚ୍ୟ। ମାଙ୍କ ଦ୍ଵାରା ଭାତ ରନ୍ଧା ହଉଛି। ଭାତ ମାଙ୍କ ଦ୍ଵାରା ରନ୍ଧା ହଉଛି। ଭାତ କର୍ମବାଚ୍ୟ ହେଇଯିବ। ଭାତ ରନ୍ଧା ଚାଲିଛି ହେଉଛି ଭାବବାଚ୍ୟ। କ୍ଲିୟର। ଆରେ ମା ଭାତ ରାନ୍ଧୁଛନ୍ତି এইটা হবো কর্তব্য। মা কাম করছেন যে কর্তার প্রাধান্য ରହିଲା ତାହେଲେ ଏଇଟା ହବ କର୍ତ୍ତୃବାଚ୍ୟ। ଭାତ ମାଙ୍କ ଦ୍ୱାରା ରନ୍ଧା ଯାଉଛି ଏଇଟା ହବ କର୍ମବାଚ୍ୟ। ଅବଜେକ୍ଟ ସବଜେକ୍ଟ ଆସି କର୍ମଟା ଭାତ ଆସିକିରି କର୍ତ୍ତା ହେଲା। ମାଙ୍କର ରନ୍ଧା ଚାଲିଛି କାହା ଉପରେ ପ୍ରାଧାନ୍ୟ ଦେଲା? କ୍ରିୟା ରନ୍ଧା ଉପରେ ଦିଆହେଲା ତାହେଲେ ଏଇଟା ଭାବବାଚ୍ୟ ହେଲା। 40 ବାକ୍ୟ ସଂକ୍ଷେପଣ ସହିତ କେଉଁଠି ବିଭକ୍ତି? ବାକ୍ୟ ସଂକ୍ଷେପଣ କିଏ କରେ? ବିଭକ୍ତି। ତାପରେ କେଉଁଠି ଶୁଦ୍ଧ ଶବ୍ଦ ଆସିଲେ କି ଶୁଦ୍ଧ ସବୁ ଏଇ ସବୁ ଭୁଲ ଏଇ ସିଟି ଠିକ ମନେ କହ। ତାଲବେଶ କାର ମୂର୍ଧନ୍ୟ ରପଳା ହେଲା।
रेप तालबेश दीर्घिकार मूर्धनेश्वर रेप यही गोटा ठीक ऑप्शन सी। तापर देखो 42 खंड खंड धड़ा मेघ सुनील अंबरे भासई बोईत जथा नील समुद्र रे उपमावाचक शब्दटी किए से ना जथा जथा एटा आईडी ऑप्शन डी हला 43 केउंटी एक क्रियायुक्त रूढ़ी क्रिया रही कोठी हेबा बाट मारणा हेबा क्रिया रही हेबा सेटा क्रियायुक्त रूढ़ी केउंटी एक जटिल वाक्य थे पिले आम साहित्य शिक्षक जड़े ज्ञानी व्यक्ति एटा सरल वाक्य मनोज श्रेणी बसिला मात्र पढ़िला नहीं एटा हला कौन यौगिक वाक्य पढ़िला बसिला पढ़िला नहीं मात्र जोग कर दुईटा वाक्य तुमर नियम मानी मु तुमर नियम पाली पारिबी नाही नाही एटा नास्ति जदि जेजे आसीबे तेबे आमे खुशी हेबु एई उठी होची जटिल वाक्य उत्तर ऑप्शन डी हला 45 दुई बा तदय परस्पर सापेक्ष खंड वाक्य समरेख वाक्य जटिल वाक्य गठित हुए ऑप्शन सी 46 एका मागे जे शीत जाएनी बोले कौन दुर्जोग केवल थरे आसे नहीं एका मागे शीत जाएनी तापरे दुई पदरे गोटे पद प्रति पदर अक्षर संख्या 12 3 6 9 12 उपरे जतिपात हम शेष बोले 12 जतिपात हम कौन एटा नटवाणी बा विभाषिका उत्कल कमला विलास दीर्घिका मराल मालिनी नीलाम बुचिलिका ए विभाषिका दर बा नटवाणी छंदे रचित छंदु केते भेद कराई छंद को दी भाग मित्रकर छंद अमित्रकर छंद जहा द्वारा शब्द शब्द स्वर सुंदर शब्द शब्द स्वर सुंदर हम से शब्द अलंकार अर्थ हेले अर्थालंकार क्लियर ए उत्तर मधुसूदन जन्मभूमि द्वारा क्यों से रखिच बंगला श्रीनगर 20 अक्षर विशिष्ट दी पादरे एक पद माँ माँ बोली केते मुंडा की है ना यही बंगला